ଦର୍ଶକ ବନ୍ଧୁ, ଆଜି ନାରୀମାନଙ୍କ ଋତୁମତୀ ବିଷୟରେ କହିବାକୁ ଯାଉଛି। ନାରୀ ପ୍ରଥମେ ଋତୁମତୀ ହେଲେ କେଉଁ ତିଥିରେ କିପରି ଫଳ ଲାଭ ହୁଏ ସେ ବିଷୟରେ କହିବାକୁ ଯାଉଛି। କୌଣସି ରମଣୀ ଯଦି ପ୍ରତିପଦ ତିଥିରେ ପ୍ରଥମେ ଋତୁମତୀ ହୁଏ, ତାହେଲେ ସେହି ରମଣୀ ଚିର ରୋଗୀ ହୋଇଥାଏ। ଯଦ୍ୟପି ସେହି ପ୍ରତିପଦରେ ଋତୁମତୀ ହୁଏ, ତାହେଲେ ସେ ଶୀଘ୍ର କାଳଗ୍ରାସରେ ପତିତ ହୋଇଥାଏ। କୌଣସି ରମଣୀ ଯଦି ଦ୍ୱିତୀୟରେ ଋତୁମତୀ ହୁଏ, ତାହେଲେ ସେହି ନାରୀ ଉଦାସୀନ ରୁହେ ଏବଂ ନାରୀ ଶ୍ରୁତିଭ୍ରଷ୍ଟା ହୋଇଥାଏ। ଦର୍ଶକ ବନ୍ଧୁ, କୌଣସି ନାରୀ ତୃତୀୟା ତିଥିରେ ଆଦ୍ୟ ଋତୁ ହୁଏ, ତାହେଲେ ତାହା ବିଫଳ ହୋଇଥାଏ। ଚତୁର୍ଥ ତିଥିରେ ନାରୀ ପ୍ରଥମ ଋତୁମତୀ ହେଲେ ତାହାର ସନ୍ତାନ ଗର୍ଭରେ ବିନିଷ୍ଟ ହୁଏ ଏବଂ ଭୂମିଷ୍ଠ ହୋଇ ଅଚିରେ କାଳାତିପାତ କରିଥାଏ। ଯଦ୍ୟପି କୌଣସି ନାରୀ ସେହି ଚତୁର୍ଥୀ ତିଥିରେ ପ୍ରଥମ ଋତୁମତୀ ହୁଏ, ତାହେଲେ ସେ ଜନ୍ମ ବନ୍ଧ୍ୟା ହୋଇଥାଏ। ଯେଉଁ ନାରୀ ପଞ୍ଚମୀ ତିଥିରେ ଋତୁମତୀ ହୁଏ, ସେ ଚିର ରୋଗିଣୀ ହୋଇ ମୃତବତ୍ ଜୀବନ ଧାରଣ କରେ ଏବଂ ସେ ବେଶୀ ଦିନ ବଞ୍ଚେ ନାହିଁ, ଅଚିରେ ମୃତ୍ୟୁ ମୁଖରେ ପଡ଼େ। ଯଦି ଷଷ୍ଠୀ ତିଥିରେ ପ୍ରଥମ ଋତୁମତୀ ହୁଏ ନାରୀ, ସେ ମୃତ୍ୟୁ ମୁଖରେ ପତିତ ହୁଏ। ତାହାର ଜନ୍ମ ଓ ଜୀବନ ବିଫଳ ହୋଇଥାଏ, ଏଥିରେ ସନ୍ଦେହ ନାହିଁ ଏବଂ ସେ ଚିର ରୋଗିଣୀ ହୋଇ ମୃତା ପରି ମଧ୍ୟ ଜୀବନ ଧାରଣ କରିପାରେ। ଯଦି ନାରୀ ସପ୍ତମୀ ତିଥିରେ ପ୍ରଥମ ଋତୁମତୀ ହୁଏ, ତାହେଲେ ଜନ୍ମବନ୍ଧ୍ୟା ହୋଇଥାଏ। ଯେଉଁ ନାରୀ ସପ୍ତମୀ ତିଥିରେ ହୁଏ ଋତୁମତୀ, ସେ କାକବନ୍ଧ୍ୟା ହୋଇଥାଏ। ଯେଉଁ ନାରୀ ଅଷ୍ଟମୀ ତିଥିରେ ଋତୁମତୀ ହୁଏ, ସେ ସୁଖିନୀ ଐଶ୍ୱର୍ଯ୍ୟଶାଳିନୀ ହୋଇଥାଏ, ଏଥିରେ ସନ୍ଦେହ ନାହିଁ। ନବମୀ ତିଥିରେ ଋତୁମତୀ ହେଲେ ସେ ସୁଖଭାଗିନୀ ହୁଏ, ଦୀର୍ଘ ଜୀବନ ସୁଖ ଭୋଗ କରେ, ଏଥିରେ ସନ୍ଦେହ ନାହିଁ ଏବଂ ସେହି ନାରୀ ନିରୋଗିଣୀ ଓ ପ୍ରତି ସୁହାଗିନୀ ହୋଇଥାଏ। ଏବଂ ଦଶମୀ ତିଥିରେ ଯେଉଁ ରମଣୀ ରଜସ୍ୱଳା ହୁଏ, ତାହାକୁ କୁଳଟା ବୋଲି ଆମେ ବିବେଚନା କରିବା। କୌଣସି ନାରୀ ପଣ୍ଡିତଙ୍କ ମତରେ ନାରୀ ଦଶମୀ ତିଥିରେ ଯଦି ପ୍ରଥମ ଋତୁମତୀ ହୁଏ, ତାହା ମତିଗତି ଠିକ୍ ରହେନି ଏବଂ ଜ୍ଞାନ ମଧ୍ୟ ବିନିଷ୍ଟ ହୋଇଥାଏ। ଏକାଦଶୀ ତିଥିରେ ପ୍ରଥମ ଋତୁମତୀ ହୁଏ ଯଦି ନାରୀ, ତାହେଲେ କୁଳଘାତିନୀ ହୋଇଥାଏ ଏବଂ ତାହାକୁ ଡାକିନୀ ବୋଲି ମଧ୍ୟ ବିବେଚନା କରାଯାଇଥାଏ। ଯେଉଁ ନାରୀ ଦ୍ୱାଦଶ ତିଥିରେ ରଜସ୍ୱଳା ହୁଏ, ସେ ଧର୍ମଶୀଳା ଅଟେ ଏବଂ ତ୍ରୟୋଦଶ ତିଥିରେ ପ୍ରଥମ ଋତୁମତୀ ଯଦି ହୁଏ ନାରୀ, ସେ ପତିପରାୟଣ ହୁଏ ଓ କଦାପି ବୈଧବ ଯାତନା ଭୋଗ କରେ ନାହିଁ। ନାରୀ ତୃତୀୟ ତ୍ରୟୋଦଶୀ ତିଥିରେ ଋତୁମତୀ ହେଲେ ସାଧ୍ୱୀ ଓ ପ୍ରତିବ୍ରତା ହୋଇଥାଏ। ଚତୁର୍ଥୀ ତିଥିରେ ପ୍ରଥମ ଋତୁମତୀ ଯଦି ହୁଏ ନାରୀ, ଆଜୀବନ ଶୋକ ଓ ଦୁଃଖ ଭୋଗ କରିଥାଏ ଏବଂ ଲକ୍ଷ୍ମୀହୀନ ହୋଇ ବାସ କରେ। ଯେଉଁ ନାରୀ ପୂର୍ଣ୍ଣିମା ତିଥିରେ ଋତୁମତୀ ହୁଏ, ସେ ଭାଗ୍ୟବତୀ ହୁଏ ଆଉ ପୁତ୍ରାଦି ଏବଂ ସମ୍ପଦ ଲାଭ କରେ। ସେହି ନାରୀ ପୂର୍ଣ୍ଣିମାରେ କମଳ ରୂପିଣୀ ହୋଇ ବିରାଜମାନ ହୁଏ, ଲକ୍ଷ୍ମୀ ସଦୃଶ ହୋଇଥାଏ। ଯେଉଁ ନାରୀ ଅମାବାସ୍ୟାରେ ହୋଇଥାଏ ପ୍ରଥମ ଋତୁମତୀ, ସେ କୁଳଟା, ଗର୍ବିତା, ଅପ୍ରିୟ ଭାଷିଣୀ ମଧ୍ୟ ହୋଇଥାଏ। ଯେଉଁ ନାରୀ ସେହି ଅମାବାସ୍ୟା ଋତୁମତୀ ହୁଏ, ସେ ରୋଗିଣୀ ହୁଏ, ଜରାଜୀର୍ଣ୍ଣ ହୋଇ ଅବସ୍ଥାପନ କରେ। ଦର୍ଶକ ବନ୍ଧୁ, ଟିପ୍ସଟି କିପରି ଲାଗିଲା କମେଣ୍ଟ କରି ଜଣାଇବେ। ଭୁଲ ଥିଲେ କ୍ଷମା କରିବେ ଏବଂ ଲାଇକ୍ କରିବେ, ସାଙ୍ଗମାନଙ୍କୁ ସେୟାର କରିବେ ଏବଂ ସବସ୍କ୍ରାଇବ୍ କରିବେ। ରହୁଛି। ଜୟ ଜଗନ୍ନାଥ।